प्रथम श्रेणीर समस्त कुनी कुनी छात्र छात्री को यही नुआ वीडियो को पुणी थे स्वागत। तुम्हें माने भल भाव जानिछ जे तुमर पाठ्यपुस्तक परिवर्तन हो सारी और पाठ्यपुस्तकर नुआ नाम दि जाइए झुलना 1 जहाँकि प्रथम श्रेणी प्रযোज्य। यह भाषा और परिवेश समन्वित पाठ्यक्रम अटे। तेणु आमे वर्तमान प्रथम विषयटी को देखिबा। प्रथम विषय कौन देइछि ना आस चित्र देखी कथा हेबा। तेणु आमे चित्रटी को देखिबा ता सहित एक सुंदर संगीतटी को सुनिबा जहाँकि ये चित्र सहित जड़ित अटे। तेणु भल भाव मन देकरी कविताटी शुण तापर आमे आलोचना करिबा। सकाळ सूर्य हसे धीरे आंगने भरी सुनार आलोक। भाई भौणी झोटी आंकती मने तांकर खुशीर झलक। मार स्नेह पाखे सबु किछि फिका बापा देई थांती झोटी आंकिबार भल ज्ञान हसुथांती जे जे बापा। हातरे बंकुली बाड़ीटीए धरी देखी हेउथांती आनंदित झोटी चिता कुसुमरी। बिले नानी देखु थाए चारि दिगे मुंड बुलाई। तिनी पक्षी पानी पियंती निर्भय निश्चिंत होई। गाड़े शांतिर मधुर स्वर कुकुरटी बसी निर्विकारे देखुछि सेही खुशीर घर। बाहरे खेळंती भाई भौणी हसरे भरी जाए दिन। सरल जीवन सुंदर मन ता समान नहीं स्थान। एही घर आम स्वर्गर समान। अच्छा, कविताटी वर्तमान तुम मैंने सब शुणिल केमिति लागिला निश्चित भाव कमेंट्स रे जनइब। आस वर्तमान ए चित्र विषय किछि कथा हेबा। तेणु चित्र रे आमे कौन देखुचे? चित्र रे आमे देखुचे निहाती एक सुखी परिवार टीए। घर भितर कौन हेछि ना बापा माँ पिला माने समस्ते मिसिकिरी झोटी अंकन करुचंती। समस्ते एटी खुशी अछंती। बापा मध्य एटी पिला 2 जन को साहाय्य करुछंती। घर मध्य सुंदर भावरे चित्रित करा जाइछि। पाखरे बुढ़ा बापा बंकुली बाड़ीटीए धरिकिरी देखुछंती। बाहरे कौन हेछि ना बाहरे गोटे छोट पिलाटी ता भौणी सहित लाठी रे खेलुची। आउ कौन हेछि एटी लक्ष्य करूछ ना देख 3टी पक्षी पानी पिउचंती। आउ गोटे जिनस लक्ष्य कर सेठी माँ बसिचंती एवं तांकर पुओ सेठी बसिची। तांको पाखरे छोट बिराड़ीटीए मध्य बसिची। बिराड़ी माने पिलेई। आउ कौन लक्ष्य करूछ देख देख गोटे कुकुरटीए मध्य से पिला माने जो स्थान रे खेलुचंती भाई भौणी सेठी से बसिची। ता भौणीटीए मध्य लाठीटे धरिकिरी छिड़ा आइछि। आउ गोटे जिनस कौन ना पाखरे सबू गछ किछि लगा जाइछि जोटा सुंदर करिबा पई घर को घरर परिवेश को गछटी लगा जाइछि। तेणु आम एठू देखुचे कौन ना ये चित्र रे
ଏହା ଏକ ସୁଖୀ ପରିବାର, ପରମ୍ପରା ଓ ଗ୍ରାମ୍ୟ ଜୀବନର ଏକ ସୁନ୍ଦର ଦୃଶ୍ୟ ଏଥିରେ ପ୍ରଦର୍ଶନ କରାଯାଇଛି। ବର୍ତ୍ତମାନ ପିଲାମାନେ ଦ୍ୱିତୀୟ ଚିତ୍ରଟିକୁ ଦେଖ। ଦ୍ୱିତୀୟ ଚିତ୍ରଟିକୁ ଭଲ ଭାବରେ ଅନୁଧ୍ୟାନ କର ଏବଂ ଏହି ସୁନ୍ଦର ଗୀତଟିକୁ ଶୁଣ, ଯାହାକି ଏହି ଚିତ୍ର ସହିତ ଜଡ଼ିତ ରହିଛି। ତାପରେ ଆମେ ଆଲୋଚନା କରିବା। ସବୁଜ ଗଛ ଖୁସିରେ ହସେ, ପବନ ଆସେ ମଧୁର ଧରି। ଆମ ଗାଁ ଆମର ଘର, ସ୍ନେହ ଭରା ସୁନ୍ଦର ଦ୍ୱାର, ହସି ଖେଳି କଟେ ଦିନ। ଏହିଟି ଆମର ସ୍ୱର୍ଗ ସମାନ। ପାଖେ ପୂଜା ହୁଏ, ଭକ୍ତିରେ ଭରି ଯାଏ ଦିନଟି ସବୁ। ପିଲାମାନେ ଖେଳନ୍ତି ଖୁସିରେ, ହସି ଭରି ଯାଏ ପରିବେଶ। କୁକୁଡ଼ା ମାନେ ପିଲା ସହିତ ଘୁରି ବୁଲନ୍ତି ଅତି ହସେସ। ବର୍ତ୍ତମାନ ପିଲାମାନେ ଏହି ଚିତ୍ରଟିକୁ ଦେଖ। ଚିତ୍ରଟି ଗ୍ରାମ୍ୟ ଜୀବନର ସୁନ୍ଦର, ସଜୀବ ଓ ସାମ୍ପ୍ରଦାୟିକ ଚିତ୍ରଣକୁ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ପ୍ରକାଶ କରିଛି। ପ୍ରକୃତିର କୋଳରେ ଥିବା ଏହି ଗାଁରେ ସକାଳର ଶାନ୍ତ ଓ ସ୍ୱଚ୍ଛ ପରିବେଶ ଦେଖାଯାଉଛି। ଚାରିପାଖରେ ସବୁଜ ଗଛ ଗଛାଳି ରହିଛି, ପାହାଡ଼ ରହିଛି ଓ ଛୋଟ ଘର ସବୁ ରହିଛି, ଯାହାକି ଗ୍ରାମର ସରଳ ସୌନ୍ଦର୍ଯ୍ୟକୁ ଉଜାଗର କରୁଛି। ଘର ପ୍ରାଙ୍ଗଣରେ ସବୁ କ'ଣ କରାଯାଉଛି ନା ଦେଖ, ଗୋଟିଏ ଛୋଟ ପିଲାଟିଏ ଗୋଟିଏ ଗାଈକୁ ଖାଇବାକୁ ଦେଉଛି, ଘାସ ଖାଇବାକୁ ଦେଉଛି। ଆଉ ଗାଈଟି କେଉଁଠି ବନ୍ଧା ହେଇଛି ନା ଗୁହାଳ ଭିତରେ ବନ୍ଧା ହେଇଛି। ତାପରେ କ'ଣ ହେଉଛି ନା ଜଣେ ମହିଳାଟିଏ ଗୋଟିଏ ଶିଶୁ ପୁତ୍ରଟିର ଯତ୍ନ ନେଉଛନ୍ତି। ପାଖରେ ଗୋଟିଏ ନଳକୂପ ବି ଅଛି। ଚିତ୍ରରେ ଗୋଟିଏ ସ୍କୁଟର ରହିଛି, ଆଉ ସେଇ ସ୍କୁଟରଟିକୁ ଧୋଇବା ପାଇଁ ଗୋଟିଏ ଛୋଟ ପିଲାଟି ପାଣି ପାଇପ୍ ଦେଖାଉଛି, ଆଉ ଜଣେ ବୟସ୍କ ବ୍ୟକ୍ତି ସେହି ସ୍କୁଟରଟିକୁ ସଫା କରୁଛନ୍ତି। ତା ସହିତ ଜଣେ ପୁରୁଷ ଲୋକ କ'ଣ କରୁଛନ୍ତି ନା ତୁଳସୀ ଚଉରା ନିକଟରେ ପୂଜା କରୁଛନ୍ତି ଏବଂ ସେଇଠି ଗୋଟିଏ ଛୋଟ ଝିଅଟିଏ ଠାକୁରଙ୍କୁ ପ୍ରାର୍ଥନା କରୁଛି ତୁଳସୀଙ୍କ ପାଖରେ, ଯାହାକି ଆମ ସଂସ୍କୃତି ଆଉ ଆସ୍ଥାକୁ ଦର୍ଶାଇଥାଏ। ତାପରେ ଆଉ ଗୋଟେ ଜାଗାରେ ଦେଖ, ଛୋଟ ପିଲାଟିଏ ଗୁଲି ଖେଳୁଛି ଏବଂ ତା ପାଖରେ ତାର ଭଉଣୀ ଯିଏକି ହୁଇଲ୍ ଚେୟାରରେ ବସିଛି। ହୁଏତ ତାର ଗୋଡ଼ ଖରାପ ଥାଇପାରେ, ତେଣୁ ସେ ସେଇ ଖେଳଟିକୁ ଉପଭୋଗ କରୁଛି। ଆଉ କ'ଣ ଦେଖୁଛେ ଆମେ ନା ଗୋଟେ କୁକୁଡ଼ା ସହିତ ତାର ଛୋଟ ଛୋଟ ଛୁଆମାନେ ମଧ୍ୟ ସେଇଠି ବୁଲୁଛନ୍ତି।
ତାପରେ ପାଖରେ ମଧ୍ୟ ଗୋଟେ ବଢ଼ିଆ ଆମ୍ବ ଗଛଟିଏ ଅଛି, ଯେଉଁ ଗଛରେ ଆମ୍ବଟିଏ ଫଳିଛି। ହେଲା କି? ତେଣୁ ତୁମେମାନେ ଏଇ ଚିତ୍ରକୁ ଦେଖିବା ସହିତ ଯାହା ବି ଦେଖୁଛ ନିଜ ଭାଷାରେ କହିବା ସହିତ ଏଇଟାକୁ ଖାତାରେ ଲେଖିପାରିବ। ହେଲା? ହଉ, ଏଇ ଚିତ୍ରଟି କ'ଣ ଗଲା ନା ଗ୍ରାମ୍ୟ ଜୀବନର ସରଳତାକୁ, ପାରିବାରିକ ସମ୍ବନ୍ଧ, ପରିଶ୍ରମ ଓ ସଂସ୍କୃତିର ମାଧୁର୍ଯ୍ୟକୁ ଅତ୍ୟନ୍ତ ସୁନ୍ଦର ଭାବରେ ଦର୍ଶାଉଛି। ଠିକ୍ ଅଛି, ଆମେ ବର୍ତ୍ତମାନ ପରବର୍ତ୍ତୀ ବିଭାଗକୁ ଯିବା। ପିଲାମାନେ, ବର୍ତ୍ତମାନ ଆମେ ପ୍ରଶ୍ନର କିଛି ଉତ୍ତର କରିବା। 1 ନମ୍ବର ଦେଇଛି କ'ଣ ନା ଆସ କଥା ହେବା। ପ୍ରଶ୍ନ ନମ୍ବର କଟା ଦେଖ। ତୁମ ପରିବାରରେ କେଉଁମାନେ ରୁହନ୍ତି? ତୁମେମାନେ ଭଲ ଭାବରେ ଜାଣିଛ ଯେ ତୁମ ପରିବାରରେ କେଉଁମାନେ ରୁହନ୍ତି। ପରିବାରରେ କିଏ ରୁହନ୍ତି ନା ବାପା ରୁହନ୍ତି, ମା ରୁହନ୍ତି, ଭାଇ ଭଉଣୀ ରୁହନ୍ତି, ଜେଜେ ବାପା ଜେଜେମା ରୁହନ୍ତି, ଦାଦା ଖୁଡ଼ି ରୁହନ୍ତି, ବଡ଼ ବାପା ବଡ଼ ମା ରୁହନ୍ତି। ହେଲା? ତାପରେ ଖ କୋଶ୍ଚିନ୍କୁ ଆସ। ତୁମ ପରିବାରରେ ସବୁଠାରୁ ବଡ଼ କିଏ? ତୁମ ପରିବାରରେ ଯାହାର ବୟସ ଅଧିକ ତାଙ୍କୁ ତୁମ ପରିବାରରେ ସବୁଠାରୁ ବଡ଼ ବୋଲି କୁହାଯାଏ। ଯେମିତିକି ଜେଜେବାପା ତୁମର ପରିବାରରେ ସବୁଠାରୁ ବଡ଼। ଯିଏ ବି ବୟସ୍କ ବ୍ୟକ୍ତି ଥିବେ ସେ ହିଁ ହେଉଛନ୍ତି ପରିବାରରେ ବଡ଼। ହେଲା? ପ୍ରଶ୍ନ ନମ୍ବର ଗ। ତୁମେ ଘରେ କେଉଁ ସବୁ ଖେଳ ଖେଳୁଛ? ତୁମେମାନେ ଛୋଟ ପିଲା, ତୁମେମାନେ ବହୁତ ଖେଳ ଖେଳୁଛ, ବହୁତ ପ୍ରକାର ଖେଳ ଜାଣିଛ। ତେଣୁ ଘରେ ସବୁ କ'ଣ ଖେଳୁଛ ତୁମେମାନେ କୁହ। ତୁମେମାନେ ଘରେ କ'ଣ ଖେଳୁଛ? ତୁମେମାନେ ଘରେ କ୍ରିକେଟ ଖେଳିପାର, ଦୌଡ଼ା ଦୌଡ଼ି ଖେଳୁଛ, ଗୁଲି ଖେଳୁଛ, ବାଡ଼ି ଖେଳ ଖେଳୁଛ, ଲୁଚକାଳି ଖେଳୁଛ। ଏମିତି ବିଭିନ୍ନ ପ୍ରକାର ଖେଳ ଅଛି। ଯେଉଁ ଖେଳ ତୁମେମାନେ ଜାଣିଛ ସେଇଟାକୁ କହିବ ଏବଂ ଲେଖିବ। ହଉ, ଘ ନମ୍ବର କୋଶ୍ଚିନ୍କୁ ଆସ। ତୁମ ଘରେ କିଏ କେଉଁ କାମ କରନ୍ତି? ତୁମ ଘରେ କିଏ ସବୁ କେଉଁ କାମ କରନ୍ତି ଜାଣିଛ? ତୁମର ବାପା କ'ଣ କରନ୍ତି, ମା କ'ଣ କରନ୍ତି, ଭାଇ କ'ଣ କରେ, ଭଉଣୀ କ'ଣ କରେ? ବାପା କ'ଣ କରନ୍ତି ନା ବାପା ଘରର ସମସ୍ତ କାର୍ଯ୍ୟକୁ କରିଥାନ୍ତି। କେମିତି ନା ଯେମିତିକି ଚାଷ କାମ କରନ୍ତି, ଗାଈ ବାଛୁରୀଙ୍କୁ ଖାଇବା ପାଇଁ ଦିଅନ୍ତି, ତୁମମାନଙ୍କ ପାଇଁ ଡ୍ରେସ୍ ପଟା ଆଣିକରି ଦିଅନ୍ତି, ଘର ସଉଦା କରନ୍ତି, ନାଇଁ କି? ମା କ'ଣ କରନ୍ତି ନା ମା ଘରେ ରୋଷେଇ କରନ୍ତି, ଘର ସଫାସୁତୁରା କରନ୍ତି। ତୁମ କାମ କ'ଣ? ତୁମେମାନେ ଦୁଷ୍ଟ ହୁଅ, ନାଇଁ କି? ହଉ, ଠିକ୍ ଅଛି। ବର୍ତ୍ତମାନ 2 ନମ୍ବର କୋଶ୍ଚିନ୍କୁ ଆସ। ସାଙ୍ଗସାଥୀଙ୍କ ସହ ତଳେ ଥିବା ଚିତ୍ରକୁ ନେଇ ଆଲୋଚନା କରି କୁହ। କ'ଣ ଚିତ୍ରରେ ସବୁ ଦେଖୁଛ? ପ୍ରଥମ ଚିତ୍ରରେ ଆମେ କ'ଣ ଦେଖୁଛେ ନା 2ଟି ବଡ଼ କୁକୁଡ଼ା ଅଛି ଏବଂ ତାଙ୍କ ପାଖରେ 3ଟି ଛୋଟ ଛୋଟ କୁକୁଡ଼ା ସବୁ ରହିଛନ୍ତି। ତେଣୁ ଆମେ ଏଥିରୁ କ'ଣ ଜାଣୁଛେ? ତାପରେ ଦ୍ୱିତୀୟ ଚିତ୍ରକୁ ଦେଖ। ସେଠି 2ଟି ବଡ଼ ହାତୀ ଅଛନ୍ତି ଏବଂ ଗୋଟିଏ ଛୋଟ ହାତୀ ଅଛି। ତାମାନେ ଏଇଟା ସେମାନଙ୍କର ପରିବାରକୁ ବୁଝଉଛି। ସେଠି କୁକୁଡ଼ାଙ୍କର ବାପା ଆଉ ମା ଅଛନ୍ତି ଏବଂ ଛୋଟ ଛୋଟ କୁକୁଡ଼ା ସବୁ ତାଙ୍କର ପିଲା। ଏପଟେ ସେମିତି 2 ଜଣ ହାତୀ ଯେଉଁମାନେ କି ସେଇ ଛୋଟ ହାତୀର ବାପା ମା ଅଟନ୍ତି। ହେଲା କି? ବୁଝିପାରିଲ ନା ନାହିଁ? ତାପରେ ଆସ 3 ନମ୍ବରକୁ ଯିବା। ଆସ ବିନ୍ଦୁ ଯୋଡ଼ିବା। ଏଠି ଯେଉଁ ଡଟ୍ ଡଟ୍ ଦେଇଛି, ବିନ୍ଦୁ ଦେଇଛି, ତାକୁ ଆମେ ପେନସିଲ୍ ସାହାଯ୍ୟରେ ଯୋଡ଼ିବା। ହେଲା? ଏଇଟା ସମସ୍ତେ କରିପାରିବ, କରିବ। ତାପରେ 4 ନମ୍ବର କୋଶ୍ଚିନ୍କୁ ଆସ। ଚିତ୍ରରେ ରଙ୍ଗ ଦେବା। ଏଇଟା କେଉଁ ଚିତ୍ର ଅଛି କିଏ କହିପାରିବ? ହାତ ଟିକିଲ ଟିକେ। ଆଚ୍ଛା, ହଉ, ଠିକ୍ ଅଛି। ଏଇଟା ହେଉଛି ଗୁଡ଼ି ଚିତ୍ର। ଗୁଡ଼ି ଯାହାକି ଆକାଶରେ ଆମେ ଉଡ଼େଇଥାଉ, ନାଇଁ କି? ମକର ସଂକ୍ରାନ୍ତିରେ ସବୁ ଗୁଡ଼ି ଉଡ଼ାନ୍ତି ପିଲାମାନେ। ହଉ, ଗୁଡ଼ିରେ ସବୁ ନିଜର ପସନ୍ଦ ମୁତାବକ ଯେକୌଣସି ରଙ୍ଗ ଦେବା। ହେଲା? ଠିକ୍ ଅଛି, ଏଇଟା ନିଜେ କରିବ। ତାପରେ 5 ନମ୍ବରକୁ ଆସ। ଚିତ୍ର ଗୁଡ଼ିକର ନାମ କହିବା। ପ୍ରଥମ ଚିତ୍ର କ'ଣ ସେଟା ଦେଖୁଛ? ତାର ନାମ ମଧ୍ୟ ତଳେ ଲେଖାଯାଇଛି। ପ୍ରଥମ ଚିତ୍ର ହେଉଛି ନା ତାର ଚପଲ। ଦ୍ୱିତୀୟ ଚିତ୍ର ଦେଖୁଛ, ତାର ନାଁ ହେଉଛି ଚକ। ତୃତୀୟ ଚିତ୍ର ଦେଖୁଛ, ତାର ନାମ ହେଉଛି ଖଟ। ଚତୁର୍ଥ ଚିତ୍ର ଦେଖୁଛ, ଗୋଟେ ଫୁଲର ଚିତ୍ର,
ଯାହାର ନାମ ହେଉଛି ଟଗର। ହେଲା କି? ଠିକ୍ ଅଛି। ବର୍ତ୍ତମାନ 6 ନମ୍ବରକୁ ଆସ। ପୁଣି ଥରେ 6 ନମ୍ବରରେ କ'ଣ କହିଲା ନା ଆସ ବିନ୍ଦୁ ଯୋଡ଼ିବା। ଯେମିତି ଗୋଟେ ରେଖା ଅଙ୍କନ କରାଯାଇଛି ସେମିତି ଆମେ ବିନ୍ଦୁକୁ ପେନସିଲ ସାହାଯ୍ୟରେ ଯୋଡ଼ିଦେବା। ଯେତେଟା ଅଛି ସବୁଯାକ କରିବ। ହେଲା ତ? ଠିକ୍ ଅଛି। ବର୍ତ୍ତମାନ ପୁଣି 7 ନମ୍ବରକୁ ଆସ। 7 ନମ୍ବରରେ କ'ଣ ଦେଇଛି ନା ବିନ୍ଦୁ ଯୋଡ଼ିବା ଓ ଚିତ୍ରରେ ରଙ୍ଗ ଦେବା। ତେଣୁ ଏଇ ଯେଉଁ ବିନ୍ଦୁ ସବୁ ଦେଇଛି ତାକୁ ଆମେ ପେନସିଲ ସାହାଯ୍ୟରେ ଯୋଡ଼ିଦେବା ଏବଂ ତାପରେ ଏଥିରେ ରଙ୍ଗ ଦେବା। ହେଲା? ତେଣୁ ସମସ୍ତେ ନିଜ ବହିରେ ଏଇଟିକୁ ଅଙ୍କନ କର। ତାପରେ 8 ନମ୍ବରକୁ ଆସ। ଏଠି ମଧ୍ୟ ସେଇଆ ଦେଇଛି ଆସ ବିନ୍ଦୁ ଯୋଡ଼ିବା। ତେଣୁ ଯେଉଁଭଳି ଭାବରେ ଚିତ୍ର ହେଇଛି ସେଇଭଳି ଭାବରେ ଆମେ ବିନ୍ଦୁ ସବୁ ଯୋଡ଼ିବା। ଠିକ୍ ଅଛି? ତାପରେ 9 ନମ୍ବରକୁ ଆସ। ଏଠି ଦେଇଛି କ'ଣ ନା ଶବ୍ଦ ଖେଳ। ତଳେ ଲେଖାଯାଇଥିବା ଶବ୍ଦରେ ପେନସିଲ ମଡ଼ାଇ ଶବ୍ଦ ଗୁଡ଼ିକୁ ଲେଖିବା। ଗୋଟେ ଚିତ୍ର ଦେଇଛି, ପାଖରେ ଲେଖାଯାଇଛି କ'ଣ ନା ବାପା। ୟାକୁ ଆମେ ପେନସିଲ ସାହାଯ୍ୟରେ ଶବ୍ଦଟିକୁ ଯୋଡ଼ିକିରି ଲେଖିବା। ଦ୍ୱିତୀୟ ଚିତ୍ରରେ କ'ଣ ଦେଇଛି ନା ମା ଦେଇଛି। ଏଠି ମଧ୍ୟ ଆମେ ପେନସିଲ ସାହାଯ୍ୟରେ ଆକୁ ଯୋଡ଼ିକିରି ଲେଖିବା। ବୁଝିପାରିଲ? ଯେମିତି କରାଯାଉଛି ସେଇଭଳି ଭାବରେ ତୁମ ବହିରେ ଲେଖିବ। ତାପରେ ଆସିଲା 10 ନମ୍ବର। କୁକୁଡ଼ା ଛୁଆ ମା ପାଖକୁ କିପରି ଯିବ ତାକୁ ରାସ୍ତା ଦେଖାଇବା। ତେଣୁ ବର୍ତ୍ତମାନ ମୁଁ ଏଇ କୁକୁଡ଼ା ଛୁଆଟିକୁ ତା ମା ପାଖକୁ ଯିବା ପାଇଁ ରାସ୍ତା ଦେଖାଉଛି। ତମମାନେ ଦେଖ ଏବଂ ତାପରେ ତମମାନଙ୍କ ବହିରେ ସେଇଟିକୁ କରିବ। ବୁଝିପାରିଲ? ଠିକ୍ ଅଛି। ତେଣୁ ପିଲାମାନେ ଆଜିର ଏହି ପାଠ୍ୟ ବିଷୟଟି ସମ୍ପୂର୍ଣ୍ଣ ହେଲା। ଯଦି ତୁମମାନଙ୍କୁ ଏଠି ଭଲ ଲାଗିଲା ତାହେଲେ ନିଶ୍ଚିତ ଭାବରେ ୟାକୁ ଲାଇକ୍ କରିକିରି ତୁମ ସାଙ୍ଗସାଥୀଙ୍କ ପାଖକୁ ଏ ଭିଡ଼ିଓଟାକୁ ପଠାଇଦେବ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।